ଓಂ ନମଃ ଭଗବତେ ବାସୁଦେବାୟ ନମଃ। ଆଜିର ଏହି ଭିଡ଼ିଓରେ ଆମେ କହିବାକୁ ଯାଉଛୁ ବିଶେଷ ଭାବରେ ଆପଣମାନଙ୍କୁ ଦୁଇଟି ଭବିଷ୍ୟତବାଣୀ ବିଷୟରେ। ଆଗାମୀ 2 ଦିନ ଆପଣଙ୍କ ଜୀବନ କିପରି କଟିବ, ସମ୍ପୂର୍ଣ୍ଣ ଦିନକୁ ପୁରା ସ୍ପେଣ୍ଡ କରିବେ, କିପରି 2 ଦିନର ସ୍ଥିତି ରହିବ, କେଉଁ ସବୁ ଜିନିଷରେ ଆପଣମାନଙ୍କୁ ଫାଇଦା ମିଳିବ, ତା ସବୁ ଜିନିଷରେ କେମିତି ସାଧାରଣତଃ ମିଳିବ, ଆପଣଙ୍କର ଲଭ୍ ଲାଇଫ୍ କ୍ୟାରିୟର କିପରି ରହିବ, 2 ଦିନରେ ମହାଭବିଷ୍ୟତବାଣୀରେ ଆପଣଙ୍କ କ୍ୟାରିୟର ସ୍ଥିତି କିପରି ରହିବ, ସ୍ୱାସ୍ଥ୍ୟ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ। ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ କି ଖରାପ ରହିବ। ଭିଡ଼ିଓ ଶେଷରେ ଆପଣଙ୍କୁ କିଛି ଉପାୟ ବି କହିବି, ଯାହାଦ୍ୱାରା ଆପଣ ଏହି ଆଗାମୀ 2 ଦିନର ଭବିଷ୍ୟତବାଣୀର ବହୁତ ଭଲ ଭାବରେ ସାବ୍ୟସ୍ତ କରିପାରିବେ। ଭିଡ଼ିଓଟି ଆରମ୍ଭ କରିବାରୁ ଆପଣମାନଙ୍କୁ ରିକ୍ୱେଷ୍ଟ, ଆମ ଚ୍ୟାନେଲ ପାଇଁ ଯଦି ନୂଆ ଆସିଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ସାକରେ ନୋଟିଫିକେସନ୍ ବେଲ୍ ମଧ୍ୟ ଅନ୍ କରନ୍ତୁ, ଯାହାଦ୍ୱାରା ସମୟ ସମୟରେ ନୂଆ ନୂଆ ଭିଡ଼ିଓ ଆପଣ ନୋଟିଫିକେସନ୍ ଜଲ୍ଦି ଯାଇ ପହଞ୍ଚିପାରିବ। ତ ଆସନ୍ତୁ ଜାଣିବା କିପରି ରହିବ ଆପଣଙ୍କର ବିଶେଷ ଭାବରେ ଆଗାମୀ 2 ଦିନର ମହାଭବିଷ୍ୟତବାଣୀର ସ୍ଥିତି। ତ ସବୁଠାରୁ କହିବା, ଏଇ 2 ଦିନରେ ସତରେ କ'ଣ ଆପଣଙ୍କର ପଜିଟିଭ୍ ରହିବାକୁ ଯାଉଛି। ଯଦି ବିଶେଷ ଭାବରେ କହିବା, ଆପଣଙ୍କ ପାଇଁ ଏହି ଦିନରେ ସଫଳତା ପ୍ରାପ୍ତ କରିବାର ଭଲ ସ୍ଥିତି ରହୁଛି। ସନ୍ତାନ ପକ୍ଷଙ୍କ ଠାରୁ ସନ୍ତୁଷ୍ଟି ମଧ୍ୟ ଆପଣଙ୍କୁ ବିଶେଷ ରୂପରେ ପ୍ରାପ୍ତ ହେବ। ସମୟ ଅନୁସାରେ ଆପଣଙ୍କର ସହଯୋଗ ମଧ୍ୟ ପ୍ରାପ୍ତ ହେବ। ତା ସହିତ ଆପଣଙ୍କର ସନ୍ତାନ କାର୍ଯ୍ୟକଳାପ, ଘର ପରିବାରର ଆବଶ୍ୟକତା ବିଶେଷ ରୂପରେ ଆଗକୁ ବଢ଼ିପାରିବାକୁ ଟ୍ରାଏ କରିବେ। ଆପଣଙ୍କର ସଞ୍ଚାର କୌଶଳ ବିସ୍ତାରତା ଆସିବ। ତା ସହିତ ଆପଣଙ୍କର ପ୍ରତିଟି ଜିନିଷ ଭାବରେ ଆଗକୁ ବଢ଼ିବେ। ବହୁତ ହିଁ ଲାଭ ହିଁ ଆପଣଙ୍କୁ ଲାଭ ପ୍ରାପ୍ତ হবে। ନୂଆ ନୂଆ ଫ୍ରେଣ୍ଡସ୍ ଆପଣମାନଙ୍କର ବନିବେ, ନୂଆ ଯୋଜନା ମଧ୍ୟ ଆରମ୍ଭ କରିବେ, ଯାହାଦ୍ୱାରା ଆପଣଙ୍କୁ ବହୁତ ଅଧିକ ସଫଳତା ମିଳିବ। ଯାହା ବି ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସେସବୁ ସଫଳ ହୋଇଯିବ, ଆପଣଙ୍କୁ ବି ଉନ୍ନତି ମିଳିବ। ଏହା ସହିତ କହିବା ବିଶେଷ ଭାବରେ ଆପଣଙ୍କୁ ଦୂରଯାତ୍ରା କରିବେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ମଧ୍ୟ ହେବ। ତାହା ସହିତ ଆପଣଙ୍କ ଦ୍ୱାର ମଧ୍ୟ ଆପଣଙ୍କୁ ବହୁତ ଅଧିକ ଲାଗୁ ରହିବ। ଏହା ସହିତ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ଘଟିବ। ମଲ୍ଟିନେସନାଲ କମ୍ପାନୀରେ ଆପଣଙ୍କୁ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଏହି ସମୟରେ ବହୁତ ଭଲ ସମୟ ରହିବ। ଆପଣଙ୍କର ଅନେକ ମହତ ଆକାଂକ୍ଷା ପୂର୍ଣ୍ଣ ହେବାର ସମ୍ଭାବନା ରହିଛି, ଯାହାଦ୍ୱାରା ଆପଣଙ୍କର ମନ ଭଲ ପ୍ରସନ୍ନ ରହିବ। ପାଠପଢ଼ା ସମ୍ବନ୍ଧିତ ଏସବୁ ବିଷୟରେ ବହୁତ ଭଲ ସଫଳତା ପ୍ରାପ୍ତ ହେବ। ଭୂମି ବହନ ଭାଗନ ଯାନବାହନ କିଣିବାରେ ଆପଣଙ୍କ ଦିନ ବହୁତ ଭଲ ରହିବ। ଏହା ସହିତ ବିଶେଷ ଭାବରେ କହିବା, ଆପଣଙ୍କ ନିଜର ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ବି ରାଜନୈତିକ କ୍ଷେତ୍ରରେ ଯଦି କ'ଣ ବିଶେଷ ରୂପରେ ପ୍ରାପ୍ତ ହେବ। ଏହି 2 ଦିନରେ ଆପଣଙ୍କୁ କହିବୁ, ସନ୍ତାନଙ୍କ ପ୍ରତି ଆପଣଙ୍କର ବ୍ୟବହାର କାଫି ରହିପାରିବ। ସନ୍ତାନଙ୍କର ଯେଉଁ ବ୍ୟବହାର ଦ୍ୱାରା ଆପଣଙ୍କ କାଫି ସନ୍ତୁଷ୍ଟ ହେବେ। ବିଦ୍ୟାର୍ଥୀମାନଙ୍କୁ ତାଙ୍କ ପରିଣାମରେ ଏହି ବିଶେଷ ରୂପରେ ସଫଳତା ପ୍ରାପ୍ତ ହେବ। ଯେଉଁ ଦିନ ପାଇଁ ଆପଣ ପରିଶ୍ରମ କରିଥିଲେ ସେହି ଦିନରେ ସଫଳତା ମିଳିବ। ଏହା ସହିତ ଆପଣଙ୍କର ଜ୍ଞାନକୁ ବଢ଼ାଇବା ଆଉ ଲୋକଙ୍କ ଦ୍ୱାରା ନିଜର ବିଚାର ବାଣ୍ଟିବାରେ ସମର୍ଥ ହେବେ। ଆପଣ ଅନ୍ୟର ଜରୁରତକୁ ଧ୍ୟାନ ରଖି ସାମାନ୍ୟର ବିଚାର କରି ମଧ୍ୟ ନିଜର ମଧ୍ୟ ଆସିପାରିବ। ତାହା ସହିତ ଆପଣଙ୍କର ଇଚ୍ଛା ଆପଣଙ୍କୁ ସହଯୋଗ କରିବା ପାଇଁ ପୀଡ଼ିତ ବିଶେଷ ଭାବରେ ରହିବ। ମିତ୍ର, ଭାଇ, ବନ୍ଧୁ ଇତ୍ୟାଦିଙ୍କ ସହ ବହୁତ ଭଲ ସମ୍ବନ୍ଧ ରହିବ, ଯାହାଦ୍ୱାରା ଆପଣଙ୍କୁ କାମ କାର୍ଯ୍ୟରେ ଘରର ସଦସ୍ୟ ଜଣ ପ୍ରତି ଆଉ ଜଣଙ୍କର ସମ୍ଭାବନା ଉତ୍ପନ୍ନ ହେବେ, ଯାହାଦ୍ୱାରା ଆପଣଙ୍କର ମନ ବହୁତ ପ୍ରସନ୍ନ ରହିବ। ଆସନ୍ତୁ ଜାଣିବା ଏହି ଦିନରେ ଆପଣଙ୍କୁ ନେଗେଟିଭ୍ କ'ଣ ରହିବ। କୌଣସି ପ୍ରକାରର ଦ୍ୱିତୀୟ ନିବେଶ ପାଇଁ ଆପଣ ଭାବି ଚିନ୍ତିକି କୌଣସି କ୍ଷେତ୍ରରେ ବି ବିଶେଷ ଭାବରେ ଆପଣଙ୍କୁ ସୁଯୋଗ ନେଇ କାମ କରିବାକୁ ଟ୍ରାଏ କରନ୍ତୁ। ଏହା ଆପଣଙ୍କର କାଫି ଭଲ ରହିବ। ତାହା ସହିତ ଏହି ଜୀବନରେ ଆପଣଙ୍କୁ ଅଜଣା ସ୍ଥିତି ଉପରେ ଉତ୍ପନ୍ନ ହୋଇପାରେ, ଟିକେ ସାବଧାନ ରହିଥାନ୍ତୁ। ଏହା ଦ୍ୱାରା ବିଶେଷ ଭାବରେ କହିବା, ଆପଣଙ୍କୁ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, କାରଣ ଆପଣଙ୍କ ବିରୋଧରେ ଏହି ଦିନରେ ଷଡ଼ଯନ୍ତ୍ର ହୋଇପାରେ, କିନ୍ତୁ ଆପଣଙ୍କ ବିରୋଧରେ କୌଣସି ଚାଲ ମଧ୍ୟ ଚଲାଇପାରେ, ଯେଉଁଥିପାଇଁ ଆପଣଙ୍କୁ ମାନହାନି ହେବାର ସ୍ଥିତି ଉଠିବାକୁ ପଡ଼ିବ। ଆପଣଙ୍କର କାର୍ଯ୍ୟକୁ ପୁରା ଇମାନଦାରୀର ସହିତ କରନ୍ତୁ, କାହାକୁ ବି ପଇସା ଅଯଥାରେ ଦିଅନ୍ତୁ ନାହିଁ, ଯାହାଦ୍ୱାରା ଆପଣଙ୍କୁ ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ିବ।
ଅଫିସ୍ ବା କାର୍ଯ୍ୟାଳୟରେ ଆପଣ ଆପଣଙ୍କର ସହକର୍ମୀଙ୍କ ସହିତ ଭରସା କରନ୍ତୁ ନାହିଁ। ଯଦି ଆପଣ ଏପରି କରୁଛନ୍ତି ସେସବୁ ଆପଣଙ୍କ ଭରସାରେ ଲାଜରେ ଫାଇଦା ମଧ୍ୟ ଉଠାଇ ପାରନ୍ତି। ହଉ ଆପଣଙ୍କର ଲିଚୁ ଯାଉଥିବା କୌଣସି ଲୋକସାନ ମଧ୍ୟ ହୋଇପାରେ, ଯେଉଁ କାରଣ ପାଇଁ ଅଫିସରେ ଆପଣଙ୍କର ଛବିକି ଲୋକସାନ କରିବା ପାଇଁ ପଡ଼ିପାରେ। ତେଣୁ ଟିକେ ସାବଧାନ ରୁହନ୍ତୁ। ଆସନ୍ତୁ ଜାଣିବା ଏହି ଦିନରେ ଆପଣଙ୍କ ଲଭ୍ ଲାଇଫ୍ କିପରି ରହିବ। ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟରେ ସମର୍ଥନ ଦେବେ। ସମୟ ଆସିବା ଦ୍ୱାରା ଆପଣଙ୍କର ସବୁ କିଛି ବଦଳିଯିବ, ଯାହାର ପରିମାଣ ସ୍ୱରୂପ ଆପଣଙ୍କର ବ୍ୟାପାରିକ ଜୀବନ ଯାହା ବି କାଫି ବହୁତ ଭଲ ଆଉ ଶୁଭଦାୟକ ରହିବ। ଜୀବନସାଥୀଙ୍କ ସହ ମଧୁର ସମ୍ବନ୍ଧର ବହୁତ ବିଶେଷ କରି ସମ୍ଭାବନା ବଢ଼ୁଛି। ତଥା ଆବଶ୍ୟକ ଅନୁସାରେ ସବୁ କାର୍ଯ୍ୟରେ ଜୀବନସାଥୀଙ୍କର ସହଯୋଗ ପ୍ରାପ୍ତ ହେବ। ସେଥିପାଇଁ ଆପଣଙ୍କ ଜୀବନସାଥୀଙ୍କ ସହ ମଧୁର ସମ୍ପର୍କ ସହିତ ବନେଇବା ଆପଣଙ୍କ ପାଇଁ ବହୁତ ଭଲ ରହିବ। ଏହା ସହିତ ଯଦି କହିବା ଆପଣଙ୍କୁ ଏହିସବୁ ଧ୍ୟାନ ରଖିବାର ଅଛି କି ପ୍ରେମ ସମ୍ପର୍କ ଆପଣଙ୍କର ଏହିସବୁ ଚାଲିଛି, ଆଗକୁ ବଢ଼ିବେ। ତାହା ସହିତ କୌଣସି ସମ୍ପର୍କରେ ଜିଦ୍ଦିଗଣ ରଖନ୍ତୁ ନାହିଁ। ଭାବି ଚିନ୍ତିକି ଆପଣ କାର୍ଯ୍ୟ କରନ୍ତୁ, ସ୍ଥିତିଟି ଆପଣଙ୍କର ଭଲ ରହିବ। ଏହି ଦିନ ଆପଣଙ୍କର ପ୍ରେମ ଜୀବନ ପାଇଁ ବହୁତ ଭଲ ଦିନ ସାବ୍ୟସ୍ତ ହେବ। ଏହି ଦିନର ଆପଣଙ୍କ ଅବଶ୍ୟ ଲାଭ ଉଠାଇବାର ହିଁ ରହିଛି। ଆସନ୍ତୁ ଜାଣିବେ ଏହି ସମୟରେ ଆପଣଙ୍କର ବ୍ୟବସାୟ ଓ କ୍ୟାରିୟର କିପରି ରହିବ। ଏହି ସମୟ ଯଦି କହିବା ଆପଣଙ୍କର ବହୁତ ଶୁଭ ଫଳ ପ୍ରଦାନ କରିବ। ବେପାର ଧନ୍ଦା ଆପଣଙ୍କର ଭଲ ଚାଲିବ। ଆର୍ଥିକ ସ୍ଥିତି ଆପଣଙ୍କର କାଫି ମଜବୁତ ରହିବ। ଏହି ସମୟରେ ଆପଣଙ୍କୁ ଆକସ୍ମିକ ଧନ ଲାଭ ଅନେକ ସୁଯୋଗ ବନୁଛି, ଯାହାଦ୍ୱାରା ଆପଣଙ୍କର ମନ ବହୁତ ଭଲ ପ୍ରସନ୍ନ ରହିବ। ତା ସହିତ କହିବା ଯଦି ଆପଣଙ୍କର କାର୍ଯ୍ୟରୁ ଏହି ଦିନରେ ଭଲ ଲାଭ ମିଳିବ। ଆପଣଙ୍କୁ କ୍ୟାରିୟରରେ ଆପଣଙ୍କର ସ୍ଥିତି ବହୁତ ଭଲ ମଜବୁତ ରହିବ। ଯଦି ଆପଣ କୌଣସି ମିତ୍ରଙ୍କ ସହିତ ବେପାର କରୁଛନ୍ତି, ସେସବୁ ଦ୍ୱାରା ମଧ୍ୟ ଆପଣଙ୍କର ବିଶେଷ ଭାବରେ ଅଧିକ ଲାଭ ମିଳିବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ଏହି ଦିନ ମେଲାଜୁଲା ମଧ୍ୟ ରହିବାକୁ ଯାଉଛି। ବିଦ୍ୟାର୍ଥୀଙ୍କ ପାଇଁ ଏହି ଦିନ ବହୁତ ଭଲ ରହିବ। ଆସନ୍ତୁ ଜାଣିବା ଏହି ସମୟ ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ। ଯଦି କହିବା ଆପଣଙ୍କର ଅନ୍ୟମାନଙ୍କ ସ୍ଥିତି ଆପଣଙ୍କର ସ୍ୱାସ୍ଥ୍ୟକୁ ପ୍ରଭାବିତ ପକାଇବ। ସେଥିପାଇଁ ଆପଣ ନିୟମିତ ଏବଂ ଭଲ ଦିନଚର୍ଯ୍ୟାର ଆପଣ ପାଳନ କରନ୍ତୁ। ସେଥିପାଇଁ ଆପଣ ଆପଣଙ୍କ ଖାଦ୍ୟରେ ଧ୍ୟାନ ଦିଅନ୍ତୁ। ତା ସହିତ ନିଜର ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ସୁସ୍ଥ ରୁହନ୍ତୁ। ଆସନ୍ତୁ ଜାଣିବା ଏହି ଦିନରେ ଆପଣଙ୍କ ପାଇଁ ବିଶେଷ କଣ ଉପାୟ ରହିଛି। ଏହି ଦିନରେ ଆପଣ ବିଶେଷ ଭାବରେ ସ୍ନାନ କରିବା ପରେ ଗୋଟେ ନଡ଼ିଆକୁ ବିଶେଷ ଭାବରେ ହଳଦିଆ ବସ୍ତ୍ରରେ ବାନ୍ଧିକି ତାକୁ ଗରିବ ଲୋକକୁ ବାଣ୍ଟି ଦିଅନ୍ତୁ। ତା ସହିତ ଗାଈକି ଖାଇବାକୁ ଦିଅନ୍ତୁ ଓ ଆପଣଙ୍କର ବିଶେଷ ଭାବରେ ସୂର୍ଯ୍ୟ ଉଦୟଙ୍କୁ ଜଳ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଯେଉଁ ଛୋଟ ଛୋଟ ପ୍ରୋବ୍ଲେମ୍ ଚାଲୁଛି, ତାହା ବି ଅଶାନ୍ତି ଚାଲୁଛି, ସବୁ ଦୂର ହୋଇଯିବ। ଭିଡ଼ିଓଟିକୁ ଆପଣଙ୍କୁ କେମିତି ଲାଗିଲା ନିହାତି କମେଣ୍ଟରେ ଜଣାନ୍ତୁ। ଚ୍ୟାନେଲରେ ନୂଆ ଆସିଲେ ନିହାତି ସବସ୍କ୍ରାଇବ୍ କରିବେ। ପାଖରେ ବେଲ୍ ଆଇକନ୍କୁ ଦବାଇବେ, ଯାହାଦ୍ୱାରା ମୋର ନୂଆ ନୂଆ ନୋଟିଫିକେସନ୍ ଆପଣଙ୍କ ପାଖରେ ଯାଇ ଜଲ୍ଦି ପହଞ୍ଚି ପାରିବ। ତେବେ ଦର୍ଶକ ବନ୍ଧୁ, ମୋର ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରୁ ବି ଭୁଲିବେନି। ଶ୍ରଦ୍ଧା ଓ ଭକ୍ତିର ସହିତ କମେଣ୍ଟ ବକ୍ସରେ ଲେଖିବେ ଜୟ ଜଗନ୍ନାଥ। ରହିଲି ଦର୍ଶକ ବନ୍ଧୁ, ନମସ୍କାର।